ଟିକେ ଟାଇମ ଯଦି ଇଏ 8:30 ରେ କରନ୍ତେ ବଢିଆ ହୁଅନ୍ତା। 8:30। ମୁଁ କହିଥିଲି ମୋ ହାତରେ କଣ ଅଛି। ପିଲାମାନେ ପିଲାମାନଙ୍କୁ ବଢିଆ ହୁଅନ୍ତା ସାର୍। ହଉ ହଉ କ୍ଲାସ ସରିଲେ ସମସ୍ତେ ମେସେଜ ସେଟିଂ ଯିବାକୁ ଟିକେ ଲେଟ୍ ହବ। ସାର୍ ସାର୍, ସେ ଆଠଟା ଟାଇମ ଟା ଟିକେ ହେଭି ୱାର୍କ ରହୁଛି ତ ସାର୍। ହୁଁ। ସେ 15 ମିନିଟ 20 ମିନିଟ ଟିକେ ନା 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 ମୁଁ ସେତେବେଳେ କହିଥିଲି ସବୁ ପିଲାକୁ କହିଥିଲି କ୍ଲାସ ସରିଲେ ଟିକେ ମେସେଜ କରିବ। ଆଉ କାହିଁ କିଏ ମେସେଜ କରଲେନି ରହିଗଲେ ସାର୍ ମେସେଜ କରଲେନି ମାନେ କଣ କିଏ ରାଜି ନୁହନ୍ତି ସେମିତି। ଆପଣ କହିଲେ ଆପ- ଆପଣ କହିଲେ ହେଇଯିବ ସାର୍। ହଁ ମୁଁ ଟିକେ ରୁହନ୍ତୁ ସେଟିଂଟା ସ୍କ୍ରିନ୍ ସେୟାର ହେଲା ନା ସ୍କ୍ରିନ୍ ହଁ ସେୟାର ସାର୍। ହେଇଛି। ହଁ ମତେ ସାର୍। କିଛି ମତେ କିଛି ମୁହଁ ଦେଖାଯାଉନି ଯେ ସବୁ କିଏ କୁଆଡେ ପଳେଇଗଲେ ଦେଖାଯାଉନି। ଆଜ୍ଞା ମୁହଁଟା ଦେଖା ନ ଗଲେ ଭଲ ଲାଗୁନି ପଢେଇବା ପାଇଁ ବୋଲି। ଅଛୁ ସାର୍ ଆମେ। ହୁଁ। କେତେବେଳେ ଷ୍ଟାର୍ଟ ହଉଛି ତ ଆମେ ତ ନିଜର କ୍ଲାସ ନିଜେ ତ ମାଲିକ ଆଉ କିଏ କଣ କହିବେ। ନିଜେ ତ ଗଜପତି ନିଜେ ଆଉ ନାଇଁ କି? ଖୁସି ଆଉ କଣ କିଏ ତ ନାହିଁ ଖୁସି ହେବା କଥା। ଆମେ ଯଦି ଛୋଟବେଳୁ ହୁଁ ଯଦି ଆପଣଙ୍କ ଭଳିଆ ସାର୍ 10th ରୁ ଯୋଉ ପ୍ରଥମ ଶ୍ରେଣୀରୁ 10th ଯଦି ହୁଁ ଏମିତି କ୍ଲାସ ଟିଚର ମିଳିଥାନ୍ତା ଆମେ ହଁ ଟପର ହେଇଥାନ୍ତୁ ସାର୍ ସବୁଥିରେ। ନାଇଁ ସେମିତି କିଛି ନାହିଁ ଯେ ଗ୍ରୁପ ରହିଲେ ଭଲ ଲାଗିବ ହେଲା ଟିକେ କିଛି ନହେଲେ 10 ଜଣ ଆଜ୍ଞା ପିଲା ଆଜ୍ଞା ରହିଲେ ଭଲ ଲାଗିବ। 10 ଜଣ ପିଲା ସାର୍। ଆଉ 10 ପିଲାମାନେ ଆକ୍ଚୁଆଲି କଣ ନା ସାହିଲ ଟିକେ କଥା ହେଇଯିବା। ଆଜି ଆଗରେ ଆପଣ କହିଲା ପରି ଯୋଉ କହିଲି କିଏ ଗୋଟେ ମ୍ୟୁଟ କରିଦେ ପାଟି କଲେ ତାକୁ ସସ୍ପେଣ୍ଡ କରିଦିଅନ୍ତୁ ମ୍ୟୁଟ କରିଦିଅ ସେ ରହିଯିବ ତାର ପାଟି ବନ୍ଦ। ହଁ ସାହିଲ କହିନଥିଲେ କି ସାର୍ ମୁଁ ଦେଖିଛି ଗୋଟେ ଗ୍ରୁପ ରେ ବୋଲି ହେଲା ତ ଆଜି କଣ କଲି ଜାଣିଛ? ଆଜି ମୁଁ ଡ୍ୟୁଟିରେ ଥିଲି ଫେସବୁକରେ ଗୋଟେ ଭିଡିଓ ଦେଖିଲି ଗୋଟେ ଝିଅ ଠିଆ ହେଇକି କହୁଥିବ କହୁନଥିବ ଜଏନ ହବା ପାଇଁ ବୋଲି ଗୋଟେ ଝିଅ ଓଡିଆ ଓଡିଆ ଇଏରେ ମୁଁ ସେଇଟା କିଏ ଦେଖିଥିବି କି ନାହିଁ। ତାପରେ ମୁଁ ତା କମେଣ୍ଟ ସେକ୍ସନକୁ ଗଲି ସେ ଲେଖିଛି ଯିଏ ଜଏନ ହେବାକୁ ଚାହୁଁଛ ନମ୍ବର ଦିଅ ତ ନମ୍ବର ଛାଡିଲେ ମୁଁ 7ଟା ନା କେତେଟା ନମ୍ବର କାଢିଲି ହେଲା ସେଇଥିରୁ ତାଙ୍କୁ ଫୋନ କରିଲି ହେଲା ଫୋନ କରିବାରୁ ସେଥିରୁ 6 ଜଣ ରିସିଭ କଲେ। 6 ଜଣ ରିସିଭ କରିଲେ ଜଣେ କହିଲା ମୁଁ ହାଇସ୍କୁଲ ଟିଚର ଥିଲି ଆଉ ମୁଁ ଏବେ ସମାଜ ସେବାରେ ଅଛି ମୁଁ ବେଳେ ବେଳେ ପଢଉଛି ପିଲାମାନଙ୍କୁ ଆଉ ଆପଣ ସହଯୋଗ କଲେ ବହୁତ ଭଲ ହବ କହିଲେ ମୁଁ କହିଲି ହଉ ଠିକ ଅଛି ମେସେଜ କରିଦିଅନ୍ତୁ ଆଉ ସେ ମେସେଜ କରିଲାନି ଦେଖା ହେଲାନି। ଆଉ ଜଣଙ୍କୁ ନମ୍ବର ଟା ଫୋନ କରିଲି ସେ କଲେଜ ଲେକ୍ଚର ଅଛି ଆଉ ଆଜ୍ଞା ଆପଣ ଯୋଉ ମେସେଜରେ ନମ୍ବର ଟା ନାମଟା ଦେଇଥିଲେ ମୁଁ ସିଏ କହୁନି ମୁଁ ଗୋଟେ ଅଲଗା ହେଲା ମୁଁ ସେଇଠୁ ମାନେ ମୋର ପ୍ଲାନ କଣ କୋଉଠି ଗୋଟେ ଜଏନ ହେଇଯିବି ହେଲା ମୁଁ କୋଉଠି ଗୋଟେ ଜଏନ ହେଇଯାଉଛି ସେ କିଛି ଗ୍ରୁପ ରେ ମତେ ଆଡ କରିବ ସେଇଠୁ ମୁଁ ନମ୍ବର ଉଠଉଛି। ତ ସେ କହିଲେ ନାଇଁ ଆମର ଭାଇଙ୍କର ପୁଅଟା ସେ ନମ୍ବର ସେୟାର ସାର୍ କରିଦେଇଛି ମୁଁ ନମ୍ବର ସେୟାର କରିନି ତାପରେ ମୁଁ କହିଲି ହଉ ଠିକ ଅଛି ସାର୍ ଆପଣ କଲେଜରେ କାହାକୁ ଗୋଟେ ଦିଅନ୍ତୁ କୋଉ ହଲ ପିଲାମାନଙ୍କୁ ହଉ ଠିକ ଅଛି ମୁଁ ଦେବି କହିଲେ ତାପରେ ସେ ମତେ କଣ କହିଲେ ଆପଣ ଭଲ କି ଖରାପ ମତେ ଗୋଟେ ଦିଟା ଭିଡିଓ ଛାଡନ୍ତୁ କହିଲେ। ମୁଁ କହିଲି ଆରେ ଭାଇ ଭଲ କି ଖରାପ କଣ ପଇସା ପଡି ଯାଉଛି କି କ୍ଲାସ କର। ଭଲ ହେଲେ ହଁ ଭଲ ଭଲ ନାହିଁ ହଁ ସିଏ ବି ହଁ ହଁ ମାରିଦେଲେ ଆଉ କାହିଁ ଆସିନାହାନ୍ତି କ୍ଲାସକୁ ହେଲା ସେମିତି ଆଉ ଗୋଟେ ଲୋକ ତ ମାନେ ଭୁବନେଶ୍ୱରରେ ଏମିତି କଥା ହେଲେ ଯେମିତି କିି ପିଲା ବେଳର ସାଙ୍ଗ ସିଏ ହେଲା ସବୁ ଜିନିଷ ହଁ 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 ପଚାରିଲେ ହଁ ହଉ ଠିକ ଅଛି ମୁଁ କ୍ଲାସ କରିକି କହିଲେ କାହିଁ ତାର ବି ଦେଖା ନାହିଁ ଏମିତି ସବୁ ବିଚିତ୍ର ଲୋକ ଗୁଡାକ ମାନେ ଗୋଟେ କଥାବାର୍ତ୍ତା ହବା ପାଇଁ ମିଳିଲେ ଭଲ ଲାଗିବ ପଢିବା ପାଇଁ ସାର୍ ବୁଝୁଛି କି ନାଇଁ ଚାଲନ୍ତୁ ଟୁ ବି ଟୁ ହେବୁ କରିଦବା ସାର୍। ଦେଖ ଧ୍ୟାନର ସହିତ ଦେଖିବେ ପେନ୍ ଚାଲୁନି ରେ ପେନ୍ ଟା କୁଆଡେ ଗଲା ଚାଲ
ପ୍ରଥମେ ମୁଁ ଟୁ ବି ଆଚ୍ଛା ଟୁ ହେବି ଦିଟା ନବା। ଟୁ ବି ମାନେ କେବଳ ବି ଭର୍ବ ଆକୁ ଟୁ କୁହାଉଛି। ବି ଭର୍ବ ଏଟା ହେଭ୍ ଭର୍ବ ହେଲା। ଟୁ ଟୁ ହେଭ୍ ସୁନ୍ଦର ପାଇଁ ଟୁ ହେଭ୍ ଲଗେଇଦେଲି ଆଉ। ଦେଖ ଏଠି ଏଠି ଲେଖିଲି ମୁଁ ଅଛି, ମାନେ ବି ଭର୍ବରେ କଣ ଯାଉଛି ପ୍ରେଜେଣ୍ଟ ଟେନ୍ସରେ ଇଜ ଏମ୍ ଆର୍ ଯାଉଛି। କଣ ହେଲା ଆଇ was were will ଆଇ be ହଁ ନା ପ୍ରେଜେଣ୍ଟରେ ମୁଁ ଅଛି ଆଇ ଏମ୍। ସେମିତି ମୁଁ ଥିଲି କଣ ହବ ଆଇ ୱାଜ୍ ହେଲା। କିନ୍ତୁ was was କିନ୍ତୁ କିନ୍ତୁ ମୋର ଥିଲା କଣ ହବ ମୋର। ଆଚ୍ଛା ପ୍ରଥମେ ଅଛି ଲଗେଇବା ନା। ମୋର ଅଛି। I ଭାଇ have ହିମାଂଶୁ ମତେ ଏତେ ଖୁସି କରେଇବନି ହେଲା, ଆପଣଙ୍କ ପରି ଥିଲେ ଏମିତି ସେମିତି ମତେ ଖୁସି କରେଇବ କେବଳ ଯେତିକି ହୋମୱାର୍କ ଦେବି ପଢିକି କହିଲେ ଖୁସି, ଆଉ କିଛି ନାହିଁ। ଆଉ ବେଶୀ ଟେକା ଟେକି କରୁନ ହେଲା, sir sir କୁଆଡେ ଫୁଲିଗଲେ ବେଗ ଫୁଲିଲା ପରି ଫୁଲି ଯାଇଥିଲେ ଅସୁବିଧା ହେଇଛି। ନାଇଁ ମୋର ଅଛି ମାନେ ସାର୍ ସତ କଥା ଆଇ ଛୋଟ ଆଇ ହ୍ୟାଭ୍। ଛୋଟବେଳୁ ଯଦି ଆମକୁ ଏମିତି ପଢେଇଥାନ୍ତୁ ସାର୍ ଆଉ ଟପ୍ ହେଇଥାନ୍ତୁ ସାର୍। ନା ସେ ସବୁ ଗପ ଗୁଡାକ କାହାଣୀ ଗୁଡାକ। ଛୋଟବେଳେ କାହାକୁ ଇଚ୍ଛା ଥିଲା, ମୁଁ ତ ଛୋଟବେଳେ ମାଡ ଲାଗୁଥିଲି ପଢୁନଥିଲି ଆଉ। ଗୁରୁ ଗୁରୁ हाँ ପଢୁନଥିଲେ हाँ ତମେ କିଏ ठीक କଣ ପଢିବ। हाँ सर ଆଜ୍ଞା ଆମର ଆମର ଯେତେବେଳେ ଇଚ୍ଛା ହୁଏ ସେତେବେଳେ ପଢନ୍ତି ହେଲା କି ନାହିଁ। ଆଉ ଇଚ୍ଛା ନଥିବ ସାର୍ କଣ ସାର୍ ସାର୍ କରିବ। ଦେଖ ଏଠି କଣ ଅଛି ମୁଁ ଅଛି ଆଇ ଏମ୍, ମୁଁ ଥିଲି ଆଇ ୱାଜ୍, କିନ୍ତୁ ମୋର ଅଛି ଆଇ ହ୍ୟାଭ୍। ମୋର ଥିଲା ମୋର ଥିଲା କଣ ହବ ଆଇ ହ୍ୟାଡ୍। I had हाँ ସେଠି ମୁଁ ମୁଁ ହେବି। ମୁଁ ହେବି ହେବି ମାନେ କଣ କିଛି ବି ଗୋଟେ ହେବି, ଡକ୍ଟର ହେବି, ଇଞ୍ଜିନିୟର ହେବି, ବିଶ୍ୱ ସୁନ୍ଦରୀ ହେବି, କିଛି ବି ଗୋଟେ। ତ ଆଇ ୱିଲ୍ ବି, I ଆଇ will ୱିଲ୍ ବି ହବ ହେଲା। କିନ୍ତୁ I will be ମୋର ହେବ ମୋର ହେବ ମୁଁ ହେବି ଅଲଗା, ମୋର I ହେବ will have ହେଲା। ମାନେ ମୋର ଗୋଟେ କାର ହେବ କିଛି ବି, ତ ଆଇ ୱିଲ୍ ହ୍ୟାଭ୍। ଦେଖ ବହୁତ ସହଜ ନା, will have ବହୁତ ସହଜ ନା। ହଁ ସାର୍ ହୁଁ। କିନ୍ତୁ ୟା ଭିତର ରହସ୍ୟକୁ ଯିବା, ଏ ଭିତର କିଛି ଆଉ ଟିକେ ଅଧିକ ଦେଖିବା। ଯେମିତି କି ମୁଁ ଅଛି, ମୁଁ 2 ଦିନ ହେଲା ଅଛି। କଣ ମୁଁ 2 ଦିନ ହେଲା ଅଛି, କଣ ହବ ଦେଖନ୍ତୁ। କିଛି ବି ଜିନିଷ ଯଦି 2 ଦିନ ହେଲା ମାନେ ପୂର୍ବରୁ ନା, ପୂର୍ବରୁ କି ନାହିଁ। हाँ ହଁ ପୂର୍ବରୁ ପୂର୍ବରୁ ମାନେ ଦେଖନ୍ତୁ ଆମର ପ୍ରେଜେଣ୍ଟ ପରଫେକ୍ଟ କିମ୍ବା ପାଷ୍ଟ ପରଫେକ୍ଟ କିମ୍ବା ଫ୍ୟୁଚର ପରଫେକ୍ଟରେ ମୁଁ ଖାଇଛି ଲଗା ହଉଛି, ଖାଇଛି ସେନ୍ସ ଆସୁଛି ମାନେ ଖାଇ ସାରିଛି। ସେମିତି ପାଷ୍ଟରେ ମୁଁ ଖାଇସାରିଥିଲି ମାନେ ସରିଯାଇଥିଲା ଜିନିଷଟା। ଅତୀତର ଅତୀତ, ଅତୀତରେ ଗୋଟେ ଜିନିଷଟି ସରିଯାଇଥିଲା। ପାଷ୍ଟ ପରଫେକ୍ଟର ଅର୍ଥ ଆଜ୍ଞା ଅତୀତରେ ମାନେ 2 ଦିନ ପୂର୍ବରୁ ଏହି ସମୟରେ ମୁଁ ଖାଇସାରିଥିଲି। ବୁଝା ପଡିଲା। ପାଷ୍ଟ ପରଫେକ୍ଟର ଅର୍ଥ 2 ଦିନ ପୂର୍ବରୁ ମୁଁ ଏହି ସମୟରେ ଖାଇସାରିଥିଲି, ମାନେ 2 ଦିନ ପୂର୍ବରୁ ତ ଅତୀତ, ତାର ଆଉଥରେ ଅତୀତ ମାନେ ଅତୀତରୁ ସରିଯାଇଥିଲା ଗୋଟେ କାମଟି। ବୁଝା ପଡିଲା। ହୁଁ। ତ ଚାଲନ୍ତୁ ଏଇଟା ଦେଖିବା। ମୁଁ 2 ଦିନ ହେଲା ଅଛି ମାନେ 2 ଦିନ ହେଲା ଅଛି ମାନେ କଣ ପାଷ୍ଟ ରୁ ଅଛି ନା, ପାଷ୍ଟ ରୁ। ତ ଏଇଟା କଣ ଆମେ ପରଫେକ୍ଟରେ କରିବା, ଯେମିତି କି ମୁଁ ଅଛି ଆମର କଣ ଅଛି ଏଠି ଦେଖନ୍ତୁ, ଏଠି ଦେଖ ଆଇ ଏମ୍ ଅଛି। ତ ଆଇ ଏମ୍ ରେ ଆମର ଯଦି କିଛି ଜିନିଷ ପରଫେକ୍ଟ ହବ ତାର ସୂତ୍ର କଣ ଅଛି ଆଇ ହ୍ୟାଭ୍ ଇଟେନ୍। ମୁଁ ଖାଇଛି ର ଆଇ ହ୍ୟାଭ୍ ଇଟେନ୍, ମୁଁ ଅଛି ର ସେମିତି କଣ ହବ ଏଠି ଆମର ମେନ୍ ଭର୍ବ କିଛି ନାହିଁ, ତ ଆକୁ ଆମେ ମେନ୍ ଭର୍ବ ରୂପରେ ଧରିବା। କାହାକୁ ଏମ୍ କୁ, ଏମ୍ କୁ ମେନ୍ ଭର୍ବ ରୂପରେ ଧରିବା ହେଲା। ଧରନ୍ତୁ ଯଦି ଏଇଟା ଆମର ମେନ୍ ଭର୍ବ ହେଲା, ମୁଁ 2 ଦିନ ହେଲା ଅଛି ମାନେ ପୂର୍ବରୁ ଅଛି, ତ ଆମର ସୂତ୍ର କଣ କହୁଛି, ସୂତ୍ର କଣ କହୁଛି ମାନେ ଏଠି ମୁଁ ଲେଖି ଦଉଛି ଟିକେ, ଆଇ ହେଜ୍ କିମ୍ବା ହେଭ୍ ଲାଗିବ, ତାପରେ ପ୍ଲସ୍ ଭର୍ବର ଥାର୍ଡ ହବ। ଅଛି ନା। ଚାଲନ୍ତୁ ଯଦି ଆମେ ଏମ୍ ଟାକୁ ଗୋଟେ ଭର୍ବ ହିସାବରେ ଧରିବା, କଣ will ହବ ମୁଁ 2 ଦିନ ହେଲା ଅଛି ଆଇ କଣ ହବ ଏଠି ହେଭ୍ ହବ ହେଲା। ଆଇ ହେଭ୍ ତାପରେ I have ଭର୍ବ ଥାର୍ଡ ଫର୍ମ, ଏଇ ଯୋଉ I ଭର୍ବଟା have been ଆମର ରହିଲା ଏମ୍, ଆର ଥାର୍ଡ ଫର୍ମ ଟା କଣ
ବିନ୍ ହୁଁ, ବିନ୍ କାହିଁକି ଏମାନଙ୍କର ଗୋଟେ ବିନ୍ ଘରୁ ଏମାନେ ଗୋଟିଏ ଘରୁ ଆସିଛନ୍ତି। ସେ ଘରର ନାମ ହଉଛି ବି ଭର୍ବରୁ ଆସିଛନ୍ତି ହେଲା ଇଜ ଏମାର ୱାଜ ୱେର ସବୁ। ତ ବି ର ଥାର୍ଡ ଫର୍ମ ହଉଛି ବିନ୍। ବୁଝା ପଡିଲା? ବି ହୁଁ ର ଥାର୍ଡ ଫର୍ମ ବିନ୍। ତ ଆଇ ହ୍ୟାଭ ବିନ୍ ଆର ଅର୍ଥ ଅଛି ମୁଁ କିଛି ସମୟ ହେଲା ଅଛି। ତ ମୁଁ 2 ଦିନ ହେଲା ଅଛି। ତ ଆଇ ହ୍ୟାଭ ବିନ୍ ଫର 2 days। ବୁଝା ପଡିଲା? ଦେଖନ୍ତୁ ଆମେ ଗୋଟେ ଜିନିଷକୁ ଏଠୁ ଦେଖିଲେ ଲାଗିବ ସାର୍ ଏଇଟା ତ ପ୍ରେଜେଣ୍ଟ ପରଫେକ୍ଟ ପ୍ରୋଗ୍ରେସିଭ। ଏ ଦେଖନ୍ତୁ ମୁଁ ଖାଉଛି ଏଇଭଳି ହିଁ ଷ୍ଟ୍ରକ୍ଚର ଆପଣ ନିଜେ ବନାନ୍ତୁ। ମୁଁ ଖାଉଛି ନିଜେ ବନାନ୍ତୁ ଦେଖିବା କେମିତି ଏ ଷ୍ଟ୍ରକ୍ଚରକୁ ହିଁ ଆସୁଛି। ଆଇ ଏମ୍ ଇଟିଂ ଅଛି ନା ଆଇ ଏମ୍ ଇଟିଂ ମୁଁ ଖାଉଅଛି ହେଲା। ତ ଗୋଟେ ଜିନିଷଟି ଆମର ଇଟିଂ ହେଇଗଲା ବହୁତ ଉପରକୁ ହଁ ପଳେଇଗଲା। ଇଟ ରେ ଶୁଣନ୍ତୁ ଏଇଟା ଧ୍ୟାନର ସହିତ ଶୁଣନ୍ତୁ ଗୋଟେ ଜିନିଷ ଲେଖିଦିଅନ୍ତୁ ନହେଲେ ଖାତାରେ ଆଇ ଏମ୍ ଇଟିଂ। ଇଟିଂ ର ଇଟିଂ ଟା ତ ବହୁତ ଉପରକୁ ପଳେଇଲା। ଆଉ କଣ ରହିଲା ଏମ୍ ର ଆମେ ଏମ୍ କୁ ବିନ୍ କରିବା। ତ ଆଇ ହ୍ୟାଭ ବିନ୍ ଇଟିଂ ହେଲା ନା ମୁଁ ଖାଇ ଆସୁଅଛି। ଆଇ ହ୍ୟାଭ ବିନ୍ ଇଟିଂ ଫର 2 days ମୁଁ 2 ଦିନ ହେଲା ଖାଇ ଆସୁଅଛି ହେଇଗଲା। ପ୍ରୋଗ୍ରେସିଭ ର ପେରଫେକ୍ଟ କରିବାରୁ ପ୍ରେଜେଣ୍ଟ ପ୍ରୋଗ୍ରେସିଭ ପେରଫେକ୍ଟ ହେଲା। ପ୍ରେଜେଣ୍ଟ ପେରଫେକ୍ଟ ପ୍ରୋଗ୍ରେସିଭ ଏମିତି ହଉଛି। ବୁଝା ପଡିଲା ନାଇଁ ମୁଁ ତାଳୁ ଧରିଦେଲ ଆଉ ମୁଣ୍ଡ ହଁ ବୋଇଲା। ହଁ ସରି ହଁ ଏଁ? ସରି ବୁଝା ପଡିଲା ନାଇଁ କହ ବୁଝା ପଡିଲା ନା ନାଇଁ? ନା ସାର୍ ବୁଝା ପଡୁଛି ପଡୁଛି। ହଁ ନହେଲେ କରିବା ଆଉ ଟିକେ ଏ ସବୁ କେତେବେଳେ ଖାଉଛ ସବୁ? ଖାଇବା ସରିଯାଇଛି ନା କଣ? ଖାଇବା ସରିଯାଇଛି? ନାଇଁ ସାର୍ ନାଇଁ। ନା 9:30 10। ଓହୋ। ସହରରେ ଲେଟ ରେ ଖାଆନ୍ତି ଗାଁ ରେ ଶୀଘ୍ର। ଆମର ଗାଁ ଟା ଆମେ ଗାଉଁଳି ତ ଶୀଘ୍ର ଖାଇଦଉ। କୋଉ ଗାଁ ସାର୍? ଗାଁ ର ନାମ ରହିବ ଗାଁ ବ୍ରାଣ୍ଡ ରହୁଛି କି ଗାଁ ଚିହ୍ନିବେ କି? ଗାଁ ଯାହାକୁ କିଏ ଚିହ୍ନୁ ନାହାନ୍ତି ତାକୁ ଗାଁ କୁହାଯାଏ। ବୁଝା ପଡିଲା? ହେଲା ଦେଖ ଏଠି କଣ ମୁଁ ଅଛି ଏ ଜିନିଷଟା ଆମେ ଯଦି ଏଠି କରିବା ମୋର ଅଛି ଆଇ ହ୍ୟାଭ ରହିଲା। ମୋର ଦେଖ ମୋର ଆରେ ଏଇଟା ବ୍ଲାକ ନେଇଥିଲେ ହେଇଥାନ୍ତା। ମୋର 2 ଦିନ ହେଲା ଅଛି ମୁଁ ଏଠି ଲେଖୁଛି ମୋର 2 ଦିନ ହେଲା ଅଛି। ତ କଣ ହବ କହିଲେ ଏଠି ସମସ୍ତେ ମୋର ମାନେ ଆଇ ଦେଖନ୍ତୁ ମୁଁ ହାବାର୍ଡ ମୁଁ ଏଠୁ ନେଇଛି ମୋର ଅଛି ଆଇ ହ୍ୟାଭ। ତ ମୋର 2 ଦିନ ହେଲା ଅଛି ହଁ ମାନେ ଆମେ ପେରଫେକ୍ଟ କରିବା। ଆଇ ଆକୁ ହଁ ଆମେ କଣ କରିବା ପରଫେକ୍ଟ କରିବା। ତ ପରଫେକ୍ଟ ର ସୂତ୍ର କଣ? ଆଇ ଆଇରେ ହେଜ୍ କିମ୍ବା ହେଭ୍ ଲାଗିବ। ହାର୍ଡ ଆଇ ଅଛି ତ ହେଭ୍ ଲଗେଇଲୁ ମୁଇଁ ହେଲା। ତାପରେ ହୁଁ ହେଭ୍ ତାପରେ ବିନ୍ ଏଇଠି ଆମର ମେନ୍ ଫର୍ମ ରୂପେ ହେଭ୍ କୁ ନବା। ତ ଆର ଥାର୍ଡ ଫର୍ମ କଣ ହବ? ହେଡ୍ ହବ। ଆଇ ହ୍ୟାଭ୍ ହେଡ୍। ହାର୍ଡ ହଁ ଆଇ ହ୍ୟାଭ୍ ହେଡ୍ ଫର 2 days। ବୁଝା ପଡିଲା ମୋର 2 ଦିନ ହେଲା ଅଛି। ତ ଆକୁ କେମିତି ଜାଣିବେ? ଯଦି ମୁଁ ଅଛି ଯଦି କଣ ରହିଲା ତ କଣ କରିବେ ସେଠି? ଯଦି ମୁଁ ଅଛି ରହିଲା ଯଦି ମୁଁ ଅଛି ରହିଲା ତ ଆଇ ହ୍ୟାଭ୍ ବିନ୍ ଲଗେଇଦେବେ। ଯଦି ମୋର ଅଛି ରହିଲା ହେଡ୍ ଲଗେଇଦେବେ। ଏତିକି ହିଁ ଫରକ ଅଛି ହେଲା। ମୁଁ ହଁ ଅଛି ସାର୍ ମୁଁ ଅଛି ମୁଁ 2 ଦିନ ହେଲା ଅଛି ଆଇ ହ୍ୟାଭ୍ ବିନ୍ ଫର 2 days। ମୋର ଅଛି ଆଇ ହ୍ୟାଭ୍ ମୋର 2 ଦିନ ହେଲା ଅଛି ଆଇ ହ୍ୟାଭ୍ ହେଡ୍ ଫର 2 days। ବୁଝା ପଡିଲା? ହୁଁ ଠିକ ସେମିତି ହଁ ଆମେ ସାର୍ ଆଜ୍ଞା। ଆଉ ଟିକେ ଆଗକୁ ଯିବା। ଆଉ ଟିକେ ଆଗକୁ ଗଲେ ଦେଖିବା ମୁଁ 2 ଦିନ ହେଲା ଅଛି। ଦେଖନ୍ତୁ ମୁଁ 2 ଦିନ ହେଲା ଏଇଟା ତମେ କୁହ ହେଲା ଥିଲି କଣ ହବ? ଏଠୁ ନିଅନ୍ତୁ ମୁଁ 2 ଦିନ ହେଲା ଥିଲି କଣ ହବ? ଆଇ I had for ହଁ 2 days ଆଇ ହେଡ୍ ତ ଆଗରୁ ଅଛି। ହୁଁ
पास्ट रे हेड टा आगरु अछि तापरे ए जो वाज रो कोन ए माने बी रु आसुचंती कोन कहलो बीन हेड हबनी मते घायला कर दउछ आई हैड बीन फॉर 2 days बुझा पड़ला कि नहीं हाँ सर केवल बीन लागियो सेमिति हम्म, जदि आमे देखिबा मु 2 दिन हेला रहिथिबी बा थिबी 2 दिनरु थिबी तमे आसो ना पूरी मु देखा करिबी सेठी ना मु 2 दिनरु थिबी हेला मु 2 दिन हेला थिबी कोन हबो will have आई heard, विल will हैव have heard, बीन heard, बीन कहले तुम तो अलगा been, पढो फॉर 2 days ହେଲା ବୁଝା ପଡିଲା ଯେତେବେଳେ हम्म, ମୋର ଥିବ ସେତେବେଳକୁ ହେଡ୍ ଲଗେଇବା ଏଠି କହିଥିଲି ନା ଏଠି ହେଡ୍ ଏପଟରେ ଏଟା ବିନ୍ ଟା ଏପଟଟା ହେଡ୍ ଟା अच्छा अच्छा, ହେଲା ଆଉ ଆଗର ସବୁ ସେମ୍ ରହିବ ଏଠି ଦେଖୁନ ଯୋଉ ରେଡ୍ ମାର୍କ ଦିଆହେଇଛି ଏଠି ଆଗରଟା ଏଠି କଣ ଅଛି ହେଭ୍ ଅଛି ନା ଏଠି ହେଭ୍ ଅଛି ଏଠି ବି ହେଭ୍ ଅଛି କିଛି ଫରକ ପଡିନି କେବଳ ଏପଟେ ବିନ୍ ଅଛି ଏପଟେ ହେଡ୍ ଅଛି ହେଲା ୟାକୁ ଅଧିକରୁ ଅଧିକ ପ୍ରାକ୍ଟିସ ଦରକାର हम्म, ରେକର୍ଡିଂ ଚାଲିଛି ନା ନାଇଁ हाँ सर ରେକର୍ଡିଂ ଚାଲିଛି ତ हाँ सर, ହଉ 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 हाँ सर, ତାହେଲେ ଭିଡିଓଟା ମୁଁ ଅପଲୋଡ କରିବି ଆଜି ଦେଖନ୍ତୁ I have had for 2 days ତ କଣ ଏଠି ମୋର ଯୋଉ କଣ ଅଛି ମୋର ଯୋଉ ଅଛି I have ରୁ ମୁଁ କଣ ଲେଖିଛି ମୋର 2 ଦିନ ହେଲା ଅଛି ଆଚ୍ଛା ମୋର ଥିଲାରୁ କରିବା ଚାଲନ୍ତୁ ମୋର ଥିଲାରୁ କଲେ କଣ ହବ ମୋର ଥିଲା ହଉଛି I had ମୋର 2 ଦିନ ହେଲା I had ମୋର 2 ଦିନ ହେଲା ଥିଲା କଣ ହବ ତ ଦେଖନ୍ତୁ କିଛି ଚେଞ୍ଜ ହଉନି କେବଳ ହେଡ୍ ଟା ଚେଞ୍ଜ ହଉଛି ନା ଆଉ ତ ସବୁ हाँ, ଏଠି ହେଡ୍ अच्छा, ମୋର 2 ଦିନ ହେଲା ଥିଲା ମାନେ ଆଇ ହେଡ୍ I had heard, ଆଇ ହେଡ୍ I ହେଡ୍ had ବାସ୍ ଆଇ ହେଡ୍ ଫର 2 days ଏଗୁଡା ଶିଖିବାର ଅଛି କିଛି ଗୋଟେ ନୂଆ ଜିନିଷ ଶିଖିବାର ଅଛି ତା ମାନେ କୋଉଠି କଥା ହେଲେ हाँ सर ଲାଗିବ ଯାହା ହଉ ପିଲାଟା ବହୁତ କିଛି ଶିଖିଛି ହେଡ୍ ଦିଟା ହେଡ୍ ଲଗେଇଦେଲା ଆଉ ମାନେ ଡବଲ ଇଞ୍ଜିନ ଲାଗିଲା ଏଠି ଦିଟା ମୁଣ୍ଡ ଏଗୁଡା हाँ सर डबल इंजन सरकार ହଁ ଡବଲ ଇଞ୍ଜିନର ସରକାର ଆଉ ସେମିତି ମୋର ହେବ ମାନେ କଣ ଆଇ ୱିଲ୍ ହେବ ଅଛି ମୋର 2 ଦିନ ହେଲା ହେବ ମୋର ଦୁଇ I ଦିନ will have heard, ହଁ କୁହ ସମସ୍ତେ I କୁହ will ହେଲା ହେବ I will ଆଇ had for today ୱିଲ୍ I had have କଣ heard, have have had heard, ହେବ ଯାହା ଷ୍ଟ୍ରକ୍ଚର ଅଛି ଦେଖନ୍ତୁ ଷ୍ଟ୍ରକ୍ଚର ଯାହା had ଅଛି, ତାପରେ ହେଡ୍ ଫର୍ 2 days ହେଲା ଆଇ ୱିଲ୍ ହାଭ୍ ହେଡ୍ ଫର୍ 2 days ହେଲା ହୁଁ ଯାହାକୁ ବେଶୀ ଇମ୍ପୋର୍ଟାଣ୍ଟ ଲାଗୁଛି ସ୍କ୍ରିନଶଟ ବି କରିଦବ ହେଲା हाँ सर ମଣିଷକୁ ବିଶ୍ୱାସ ନାହିଁ ମୁଁ କହିଲି ସେୟାର କରିବି ବୋଲି ଖାଇକି ଶୋଇ ପଡିଲେ ଅସୁବିଧା ନା हाँ କାହାକୁ सर ବିଶ୍ୱାସ କାହାକୁ ବିଶ୍ୱାସ ଅଛି ଦେଖ ବହୁତ ଇମ୍ପୋର୍ଟାଣ୍ଟ ଏଇଟା ବହୁତ ଇମ୍ପୋର୍ଟାଣ୍ଟ ଟପିକ କାଲିକି ଏଇଟା ପଚାରିବା କି କାଲିକି ପଚାରିବା ସମସ୍ତେ ଆସିବ ନା କ୍ଲାସରେ हाँ सर हाँ ହଁ सर हाँ हाँ, କାଲିକି ଏଇଟା हाँ ସ୍ପିଡ सर ପଚାରିବା ସ୍କ୍ରିନଶଟ କରିସାରିଲ ସ୍କ୍ରିନଶଟ କର ଆଉ ଟିକେ हाँ ଟିକେ सर हाँ सर, ହଁ ଟିକେ ଟିକେ ମେମୋରାଇଜ ଟିକେ କରିଦିଅ ମୁଁ ହେଲା सर ମୁଁ ନେକ୍ସଟ ପେଜ କାଢିବି ଟିକେ ଟିକେ ମେମୋରାଇଜ କରିଦିଅ ଟିକେ ମେମୋରାଇଜ କରିଦିଅ ମୁଁ ନେକ୍ସଟ ପେଜକୁ ଯିବି ନେକ୍ସଟ ପେଜକୁ ଯିବା
ତାପରେ ସରଲା ହେଇଗଲା ଉଠେଇ ହଁ ଦେଲୁ ସାର୍ ହଁ ଦେଖନ୍ତୁ ଏବେ କଣ ପଢିବା ନା ମଡାଲ ପଢିବା ଆଗରୁ ପଢିଥିଲି ପୁଣି ଥରେ ଆଉଥରେ ମଡାଲ ପଢିବା ମଡାଲ କଣ ମଡାଲ କହିଲ କିଏ କିଏ ଜାଣିଛ ମଡାଲ କଣ ଜାଣିଲୁ ସାର୍ ମଡାଲସ ରେ ଆସୁଛି ଆମର ମଡେଲ ଗୋଟେ ଭର୍ବ ହଁ ହଁ ମଡାଲରେ ଭର୍ବ ଗୁଡାକ ଆସେ କିନ୍ତୁ ୟାର ସବୁ ଆର ଫଙ୍କସନ ଅଲଗା ୱିଲ୍ ଆସେ ୱିଲ୍ ପରେ ଆସିବ ଆମର can could will be ହଁ able to ୱିଲ୍ stood ଏଠି must ଦୁଇଟା ଆସିଲା ଏଠି ଦୁଇଟା ଆସିଲା ତାପରେ ସାଲ ଆଉ should should ସୁଡୁ ଏଇଟା ଦୁଇଟା ହେଲା ତାପରେ ମେ ମାଇ mighty ଦୁଇଟା ହେଲା ତାପରେ 2 2 4 5 6 ତାପରେ କଣ ଆଉ ରହିଲା ୱିଲ୍ ଉଡ୍ ସାଲ can could ହଁ can କ୍ୟାନ୍ could କୁଡ୍ ଦୁଇଟା 2 2 4 ought to ସେଇଥିରେ ଯିବ ଦିଟାରେ ହଁ ହେଲା ଏତିକି ହଉଛି ତାପରେ ଆଉ ଗୋଟେ ରହିଲା ଆମର 1 2 3 4 5 6 7 8 9 ଆଉ ଗୋଟେ ରହିଲା ଆମର ମଷ୍ଟ ବୁଝା ପଡିଲା ତ କେତେଟା ହେଲା ଆମର ହଁ 1 2 3 4 5 6 ନଅଟା ସାର୍ 9ଟି ହେଲା ନଅଟା ମଡେଲ ହଉଛି ଆମର 9ଟା ମଡେଲ ବୁଝା ପଡିଲା ହଁ ଆଉ ଆକୁ ମନେ ରଖ ଦେଖନ୍ତୁ ମୁଁ କହିଲା ପରେ ପୁଣି କାହିଁ କହୁଛି ମନେ ରଖ ବୋଲି ଏଟା ମନେ ରଖ ମଡାଲ ହଉଛି 9ଟା ମଡାଲ ଏଟା ହଉଛି ଆମର ଅରିଜିନାଲ ମଡାଲ ହେଲା ତାପରେ ଆମେ ଏତିକି ଏଇଟା ବର୍ତ୍ତମାନ ପଢିବାନି କଣ ପାଇଁ ପଢିବାନି କହିଲ କାହିଁକି ନା ଏଠୁ ଯୋଉ ଆମର ଆସୁଛି ୱିଲ୍ ର ଯଦି ଆମେ ପଢିବା ପାଇଁ ଲାଗିବା ତାହେଲେ ଆର ଫଙ୍କସନ ବେଶୀ କିଛି ନାହିଁ ଆମେ ଆର ଫଙ୍କସନ କରିସାରିଛୁ ଅଲରେଡି ଫ୍ୟୁଚର ଟେନ୍ସରେ ହେଲା ସେମିତି ହଁ କୁଡ୍ ସାର୍ ର କୁଡ୍ ର ବି ବେଶୀ କିଛି ନାହିଁ ତ ଆଉ କଣ ଦେଖିବା ଆମେ ଏଠି ସାଲ ର ବି ଦେଖିବାର ନାହିଁ ଏ ଯୋଉ ମଡର୍ନ ଇଂଲିଶରେ ଆର ୟୁଜ ନାହିଁ ତାପରେ ସୁଡ୍ କୁ ନବା ମେ କୁ ନବା ହେଲା ଓ ନାଇଁ ମେ ମାଇଟ ର ବି ନାହିଁ ତାପରେ ଚାଲନ୍ତୁ କେନ୍ ର ନବା କୁଡ୍ ର ନବା ମଷ୍ଟ ନବା ହେଲା ଚାଲନ୍ତୁ କଣ ନବା ଦେଖିବା ମୁଁ ବର୍ତ୍ତମାନ ଯୋଉ ନବି ମଡାଲ ଗୁଡାକ ଏଠି ଦେଖ ମଡାଲ ଯାହା ଯାହା ନେଇଛି ପାର୍ଟ 1 ରେ ନଉଛି ମୁଁ ପାର୍ଟ 1 ରେ କଣ ନେଉଛି ମୁଁ ନା କେନ୍ ତାପରେ ପାର୍ଟ 2 ରେ କୋଡ ତାପରେ ଏଠି ନେଇଗଲି ମୁଁ ୱିଲ୍ ବି ଏବଲ୍ ଟୁ ମୁଁ କହିବି ଏଟା ତ ହେଇଯିବ ମଡାଲ ନାହିଁ ଗୋଟେ ହେଇଯିବ ହେଲା ଏଟା ତ ମଡାଲ ନାହିଁ କାହିଁକି ନେଇଛି କହିବି ପାର୍ଟ 1 ରେ ତାପରେ ପାର୍ଟ 2 ରେ ନଉଛି ପାର୍ଟ 2 ରେ କଣ ନଉଛି ମୁଁ ନା ସୁଡୁ ସୁଡୁ ଆଉ ଗୋଟେ ହେଲା ମୋଷ୍ଟ ତାପରେ ଆଉ ଗୋଟେ ହଉଛି ought to OUGHT ହେଲା ought to ମାନେ ସୁଡ୍ ର ଯାଉଛି ତାପରେ ପାର୍ଟ 3 କରିବା ପାର୍ଟ 3 ରେ କଣ ଆରେ ଇଆଡେ ପଡା ପାର୍ଟ 3 ରେ ହବ ହେଜ୍ ରୋହ ସମସ୍ତେ କି ଯିବନି ହେଲା କହିକି ଯିବ ହେଜ୍ ଟୁ ହେଭ୍ ଟୁ ତାପରେ ହେଡ୍ ଟୁ ଫ୍ୟୁଚରରେ ଯିବ ୱିଲ୍ ହ୍ୟାଭ୍ ଟୁ ତାପରେ ପାର୍ଟ 4 ରେ ନବା ଆମେ ୟୁଜ୍ଡ ଟୁ ତାପରେ ହେଲା ଆମର ନିଡ୍ ଟୁ ତାପରେ ହବ ଆମର ଡେର୍ ଟୁ ହେଲା ଦେଖ
ଆଉ ଭଲ ଭାବରେ ଶୁଣିବ ଏ ଯୋଉ 4 ଜଣ ଅଛ ନା ପୁଣି ନେକ୍ସଟ ଟାଇମ ପଚାରିବନି ସାର୍ ଏଇଟା କଣ ଏଗୁଡା କାହିଁକି ମଡାଲରେ ନେଲ ଯଦି ଏଗୁଡା ମଡାଲରେ ଯାଉନି ଏଗୁଡା କଣ ପାଇଁ ନେଲ ପଚାରିବନି ହେଲା ସେଇଥିପାଇଁ ଧ୍ୟାନରେ ଶୁଣ ମୁଁ ନେଇଥିଲି କଣ କଣ ଏଠି ଆସିଲା କଣ ଏଠି କଣ କଣ ଆସିଲା ଦେଖ can could will be able to Can will be ଏଇଟା ତ ନାହିଁ ଏଇଟା ତ ଅଲଗାଟା ମଡାଲ ନାମଟା ଏଇଟା ଦେଖ କଣ ଆସିଲା can could will be able to ଆମର will be able to ଥିଲା କି ନଥିଲା ବୁଝିଲା हाँ सर ତାପରେ ଏଠି କଣ should must ought to should must ଥିଲା ought to ନଥିଲା ଆକୁ ଚିହ୍ନ କରିଦବା ନା ବୁଝା ପଡିବ सर ହଁ ଦେଖନ୍ତୁ ଏଇଟା ମୁଁ ନୂଆରେ ଆସିଲା ଏଇଟା ଆମର ତାପରେ ଏଇଟା ought to ଆସିଲା ତାପରେ ଆଉ କଣ କଣ ଆସିଲା has to have to will have to ତାପରେ will ଏ ତିନିଟା ବି ଆସିଲା ହେଲା 3 3 6 7 8ଟା ଆସିଲା ଆଉ କଣ କଣ ଆଗରୁ ଥିଲା ନା can could should must କେବଳ 4ଟା ଏଇ ଯୋଉ 9ଟାରୁ can could କଡେ can could should must 4ଟା ନେଇକି ଆସିଲି ମୁଁ କଣ ପାଇଁ ଏମିତି କଲି ଦେଖ ଆମର ଯୋଉ 9ଟା ରହିଲା ମଡେଲ ଏଟା ହଉଛି ଆମର କୋର ମଡେଲ ଆଉ କୁହାଯାଏ କଣ କୋର ମାନେ ମାନେ ମୁଖ୍ୟ ମଡେଲ ହେଲା ଆକୁ କଣ କୁହାଯାଏ हाँ ମୁଖ୍ୟ सर ମଡେଲ ବା କୋର ମଡେଲ କୁହନ୍ତି ହେଲା ତ ମୁଁ ଯେତେବେଳେ ଏଠି ନେଲି ମଡେଲ can could will be able to ଏଗୁଡାକ କଣ ନା ଯୋଉ ଆମର will be able to ଗୋଟେ ରହିଲା ତାପରେ has to have to had to will have to used to need to dare to ଏଟା ହଉଛି ମାନେ ହାଫ ମଡାଲ ଗୁଡାକ ମାନେ କିଛି ମଡାଲ ର ଆସୁଥିବ ଆଉ କିଛି ମଡାଲ ର ଆସୁନଥିବ କେଉଁ ଜାଗାରେ ମଡାଲ ର କାମ କରୁଥିବ କେଉଁ ଜାଗାରେ ମଡାଲ ର କାମ କରୁନଥିବ ସେମିତି ମାନେ ବହୁରୂପୀ ପରି ହେଲା ଆଚ୍ଛା ଯଦି ସେମିତି ମୁଁ ମଡାଲକୁ କାହିଁକି ନେଇକି ଆସିଲି ମୁଁ ମଡାଲକୁ ନେଇକି ଆସିବାର କାରଣ ହେଲା ଆମେ ଯେତେବେଳେ ଆର ୟୁଜର୍ସ ବିଷୟରେ ଆମେ ପଢିବା ତ ଏଠି ସୁଡ କ୍ୟାନ୍ କୁଡ ମଷ୍ଟ ହିଁ ବହୁତ ୟୁଜ ହଉଛି ଆଉ ଏଗୁଡିକ ୱିଲ୍ ଉଡ୍ ସାଲ୍ ମେ ମାଇଟ୍ ଏଗୁଡାକ ବେଶୀ ଆସୁନି ହେଲା ଆଚ୍ଛା ମେ ମାଇଟ୍ କୋଉଠି କୋଉଠି ଗୋଟେ ମେ ମାଇଟ୍ ଆସିବ ୱିଲ୍ ତ ସାଲ୍ ୱିଲ୍ ତ ଭବିଷ୍ୟତରେ ଲାଗିଲା ସେଟା ଗଲା ଆଉ ଉଡ୍ ଟା କୋଉଠି କେମିତି ଟିକେ ଟିକେ ଆସିବ ଆଉ କିଛି ନାହିଁ ଆର ହେଲା ତ ମୁଁ ଏଠି କିଛି ହାଫ ମଡେଲକୁ ନେଇ ଆସିଛି କଣ ପାଇଁ ନେଇ ଆସିଛି ନା ସ୍ପୋକେନ ଇଂଲିଶରେ ଆର ବହୁତ ଦରକାର ଅଛି ଆଗକୁ ତ ଯେହେତୁ ଆର ବହୁତ ଦରକାର ଅଛି ଏବେଠୁ ଆମେ ତାର ୟୁଜ ଗୁଡାକ ଆମେ ଶିଖିଦବା ବୁଝା ପଡିଲା हाँ सर କେନ୍ ମାନେ କଣ କେନ୍ ମାନେ ପାରିବା କୁଡ୍ ମାନେ ପାଷ୍ଟରେ ଯିବ ଅତୀତରେ अरे ହଁ ପାରିଲା ତାପରେ ୱିଲ୍ ବି ଏବଲ୍ ଟୁ ମାନେ ପାରିବି ଭବିଷ୍ୟତରେ କିଛି ଜିନିଷ ମୁଁ କରିପାରିବି ହେଲା ସେ ସବୁ ପାରିବା ସେନ୍ସରେ ହିଁ ଯାଏ ଏ ତିନିଟା ପାରିବା ସେନ୍ସରେ ଯାଏ ଗୋଟେ ହେଲା ଆମର ଏଟା ପ୍ରେଜେଣ୍ଟ ସେନ୍ସରେ ଯାଉଛି ପ୍ରେଜେଣ୍ଟରେ ଏଟା ଯାଉଛି ପାଷ୍ଟରେ ପାଷ୍ଟ ସେନ୍ସରେ ଏଟା ଯାଉଛି ଫ୍ୟୁଚର ସେନ୍ସରେ ହେଲା ସେମିତି ସୁଡ୍ ମାନେ କଣ ସୁଡ୍ ମାନେ ଉଚିତ ଉଚିତ ତୁମକୁ ଏଇଟା ଏ ଜିନିଷ କରିବା ଉଚିତ ସେ ଜିନିଷ କରିବା ଉଚିତ ଏଟା କଣ ଉଚିତ ପଢିବା ଉଚିତ ହେଲା ମଷ୍ଟ ମାନେ କରିବା ହିଁ ଉଚିତ ଆଉ କିଛି ବିକଳ୍ପ ନାହିଁ ହେଲା କରିବା ହିଁ ଉଚିତ ତାପରେ ଅଟୁ ଆଉ ସୁଡ୍ ସେମ୍ ରହିବ ଏ ଦିଟା हाँ सर ଅଟୁ ଆଉ ସୁଡ୍ ସେମ୍ ରହିବ ତ ଅଟୁ କେତେବେଳେ ୟୁଜ ହବ ଆର ମୁଁ ପିଡିଏଫ ବନେଇକି ଛାଡିଦେବି ଅଟୁ କେତେବେଳେ ୟୁଜ ହବ ଯେମିତି ଗୋଟେ ଅଫିସିଆଲ ଯେମିତି କି ପ୍ୟାରେଣ୍ଟସ ର କଥା ମାନିବାକୁ ପଡିବ ସେଇ ଜାଗାରେ ଅଟୁ ଲାଗେ ସରକାରୀ ନିୟମ ମାନିବା ଉଚିତ ସେ ଜାଗାରେ ଅଟୁ ଲାଗେ ହେଲା ସେମିତି ଜାଗାରେ ଅଟୁ ହବ ତାପରେ ହେଜ୍ ଟୁ ହେଭ୍ ଟୁ ଦେଖ କୌଣସି ଜିନିଷ ଗୋଟେ ବାଧ୍ୟ ଥିବ ମତେ ଯିବାର ଅଛି ମତେ ଯିବାକୁ ପଡୁଛି ଆଇ ହ୍ୟାଭ୍ ଟୁ ଗୋ ମତେ ପଢିବାକୁ ପଡୁଛି ଆଇ ହ୍ୟାଭ୍ ଟୁ ରିଡ୍ ମତେ ମାରିବାକୁ ପଡୁଛି ଆଇ ହ୍ୟାଭ୍ ଟୁ କଣ କିଲ୍ ତ ମର୍ଡର ହେଇଯିବ ଆଇ ହ୍ୟାଭ୍ ଟୁ ବିଟ୍ ନାଇଁ କି ମତେ ପଢିବାକୁ हाँ सर ପଡିଲା ଆଇ ହ୍ୟାଡ୍ ଟୁ ରିଡ୍ ହେଲା ତ କଣ ଜାଣିଛ ନା ଏସବୁ ମଡାଲ ପରେ ଯୋଉ ଭର୍ବ ଆସିବ ଭର୍ବ ୱାନ୍ ହିଁ ଆସେ
ହେଲା ମଡାଲ ପରେ ଭର୍ବ ୱାନ୍ ଆସେ ସାହିଲ ସେଟା କ୍ଲିୟର କରିଥିଲେ ଆଗରୁ ପଢିଥିଲେ ତ ତାପରେ କଣ ମତେ ପଢିବାକୁ ପଡୁଥିଲା ଆଇ ହ୍ୟାଡ ଟୁ ରିଡ୍ ମତେ ପଢିବାକୁ ପଡୁଥିବ ଆଇ ୱିଲ୍ ହ୍ୟାଭ ଟୁ ରିଡ୍ ବୁଝିଲା ଦେଖନ୍ତୁ ଏଇଟା ନା କିଛି ବି କାମ କରିବାକୁ ପଡୁଛି କିଛି ବି କାମ କରିବାକୁ ପଡୁଛି ମାନେ ବାଧ୍ୟରେ ଯେମିତି ମତେ ସକାଳୁ ଉଠିବାକୁ ପଡୁଛି ସକାଳୁ ଉଠିବାକୁ ଯେମିତି ଇଚ୍ଛା ନଥିବ ଯଦି ଇଚ୍ଛା ଥାଇକି ଉଠିବ ତ ଆଇ ଏମ୍ ଟୁ ହବ ସେଟା ପରେ ଏବେ ପଢିଲେ ହବନି ମତେ ସକାଳୁ ଉଠିବାକୁ ପଡୁଛି ଆଇ ହ୍ୟାଭ ଟୁ ୱେକ୍ ଅପ୍ ଇୟର୍ଲି ଇନ୍ ଦ ମର୍ଣ୍ଣିଂ ହେଲା ମତେ ସକାଳୁ ଉଠିବାକୁ ପଡୁଥିଲା ଆଇ ହ୍ୟାଡ ଟୁ ୱେକ୍ ଅପ୍ ଇୟର୍ଲି ଇନ୍ ଦ ମର୍ଣ୍ଣିଂ ୱେକ୍ ଅପ୍ ଲଗେଇବେନି ୱେକ୍ ଅପ୍ ସେମିତି ଆଇ ୱିଲ୍ ହ୍ୟାଭ ଟୁ ୱେକ୍ ଅପ୍ ଇୟର୍ଲି ଇନ୍ ଦ ମର୍ଣ୍ଣିଂ ହେଲା ତାପରେ ଯିବା ୟୁଜ୍ଡ ଟୁ ମାନେ ଅତୀତର କୌଣସି ଅଭ୍ୟାସ ମୁଁ ପିଲାବେଳେ ସ୍କୁଲକୁ ଯାଉଥିଲି ହେଲା ମୁଁ ପିଲାବେଳେ ସ୍କୁଲକୁ ଯାଉଥିଲି ମାନେ ଅତୀତରେ କୌଣସି ଜିନିଷ ଗୋଟେ କଣ୍ଟିନ୍ୟୁ ରହିବ ପାଷ୍ଟର କୌଣସି ଜିନିଷ ଯଦି ଆମର କଣ୍ଟିନ୍ୟୁ ଥିବ ହେଲା ପାଷ୍ଟ କଣ୍ଟିନ୍ୟୁ ଆକୁ ମୁଁ ଅଲଗା ଲେଖିଦେଇଛି ପାଷ୍ଟ କଣ୍ଟିନ୍ୟୁ କାହିଁକି ଆପଣ ପାଷ୍ଟ କଣ୍ଟିନ୍ୟୁସ ଟେନ୍ସ ଧରିଦେବେ ହଁ ଅତୀତର କୌଣସି ଜିନିଷ ଯଦି କଣ୍ଟିନ୍ୟୁ ରହିବ ତାପରେ ନିଡ୍ ଟୁ ମାନେ ଦରକାର କରିବା ଦେଖ ଡେର୍ ଟୁ ମାନେ ସାହସ କରିବା ଆମର ସାଧାରଣତଃ ମଡାଲ ପରେ ଟୁ ଆସେ ନାହିଁ ମଡାଲ ପରେ ଯେମିତି ମଡାଲ ପରେ ଭର୍ବର ୱାନ୍ ଆସେ ଆଉ ଗୋଟେ ସୂତ୍ର ଅଛି ମଡାଲ ପରେ ଟୁ ଆସେ ନାହିଁ ତ ସାର୍ ଏସବୁ କଣ ସେଇଥିପାଇଁ ତ କହିଲି ଏଗୁଡାକ ହାଫ୍ ମଡାଲ ସେଥିପାଇଁ ମୁଁ କହିଲି ଟୁ ହେଜ୍ ଟୁ ହେଭ୍ ଟୁ ହାଫ୍ ମଡାଲ had to, will have to, used to, need to, dare to ଏସବୁ ହାଫ୍ ମଡାଲରେ ଆସେ ହେଲା କିନ୍ତୁ ଆମେ କୌଣସି ସେଣ୍ଟେନ୍ସରେ ସୁଡ୍ ପରେ ଟୁ ମଷ୍ଟ ପରେ ଟୁ କ୍ୟାନ୍ ପରେ ଟୁ କୁଡ୍ ପରେ ଟୁ ଲଗେଇ ପାରିବାନି ହେଲା ମୁଁ ଏଠି ଯୋଉ 12ଟା ମଡାଲ ଲେଖିଛି ଏଠି 3ଟା ରହିଲା ପାରିବା ଉପରେ ତାପରେ ଉଚିତରେ 3ଟା ରହିଲା ତାପରେ କରିବାକୁ ପଡୁଛି ବାଧ୍ୟବାଧକରେ ରହିଲା 3ଟା ଆଉ ଅତୀତରେ କୌଣସି ଜିନିଷ ଅଭ୍ୟାସ ଥିଲା ତାପରେ ଦରକାର କରିବା ତାପରେ ସାହସ କରିବା ଏଇ ଯୋଉ 3ଟା ରହିଲା ଏସବୁ ମୁଁ ମିକ୍ସ ମଡାଲ ନେଇଛି କିଛି କୋର ମଡାଲ ଆଉ କିଛି ହାଫ୍ ମଡାଲ ସବୁ ମିଶେଇକି ନେଇଛି କାହିଁକି ନା ଏସବୁ ଆମର କାମରେ ଆସୁଛି ସେଇଥିପାଇଁ ହେଲା ଏତିକି ମନେ ରଖ ବେଶୀ ମନେ ରଖିଲେ କିଛି ମନେ ରହିବନି ତମର ଯେହେତୁ ନୂଆ ନୂଆ ଜିନିଷ ଧୀରେ 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 ପୁରୁଣା ହେଇଗଲେ ଆରେ ଏଇଟା ତ ପୁରୁଣା ଆମେ ତ ଏଇଟା ପଢିଥିଲୁ ଏମିତି ମନେ ରହିଯିବ ହେଲା ସେମିତି ମନରେ ଗୋଟେ ଫିଲିଂ ଆସିବ ବୁଝିଲା ଏତିକି ମନେ ରଖନ୍ତୁ ଆଉ ଟୁ ବି ଟୁ ହେଭ୍ ଟାକୁ ବିଶେଷ କରି ଧ୍ୟାନ ଦେବେ ଟୁ ବି ଟୁ ହେଭ୍ କିଛି ବି ଗୋଟେ ନୂଆ ନ ଶିଖିଲେ କିଛି ଲାଭ ନାହିଁ ହେଲା ଏତିକିରେ ଆମର ଯଦି ଟୁ ବି ଟୁ ହେଭ୍ ଆଉ ମଡାଲଟାକୁ ମନେ ରଖିଦେଲେ ତାହେଲେ ଆମର କଣ ସରିଲା ସ୍ପୋକେନ ଇଂଲିଶର ପ୍ରାଇମେରୀ ଷ୍ଟେଜଟା ସରିଗଲା ବୁଝା ପଡିଲା ସମସ୍ତଙ୍କ ପାଇଁ ଖୁସିର ଖବର ମାନେ କଣ ମୁଁ ସାରିଦେଲି ତମେ ସାରିବାର ଅଛି ନା ହେଲା ତ ପ୍ରାଇମେରୀ ଷ୍ଟେଜଟା ସରିଗଲା ଏସବୁ ମିକ୍ସ କରିକି ମୁଁ ତାପରେ ପ୍ରଶ୍ନ ପଚାରିବି ଯେମିତି ଟେନ୍ସର ପଚାରୁଥିଲି ସବୁ ଗୁଡାକ ମିକ୍ସ କରିକି ପଚାରିବି ତ କଣ କରିବେ ଶୁଣନ୍ତୁ କଣ କରିବେ ମୋର ଆଗକୁ ଛୁଟି ନେବାର ଅଛି ଶିବରାତ୍ରି ସବୁ ଆସୁଛି କଣ କରିବେ ଜାଣିଛ କେନ୍ଦ୍ର କଣ କରିବାର ମାନେ ନେଗେଟିଭରେ କରିବେ ତାପରେ କଣ କରିବେ ଡବ୍ଲୁ ଏଚ୍ ରେ ହବ ଯୋଉଥିରେ ହବ ନହବ ଏଫର୍ମେଟିଭ ଯୋଉଥିରେ ହବ ନହବ ଆର କେନ୍ଦ୍ର କରିବେ ତାପରେ କୁଡ୍ ର ବି କରିବେ ଆଫର୍ମେଟିଭ କରିବେ ନେଗେଟିଭ ଆଉ କଣ ଡବ୍ଲୁ ଏଚ୍ ହେଲେ ହବ ନହେଲେ ନାହିଁ ଯାହା ବି ହବ ସବୁଥିରୁ ମାନେ 10ଟା ଲେଖା କରିବେ ଘାଣ୍ଟିବେ ଗୁଳିଆ ମାନେ କଣ ପାଣି ଯେମିତି ଗୁଳିଆ କରନି ସେମିତି ପୁରା ଏପଟ ସେପଟ ଘାଣ୍ଟିବେ ସମସ୍ତଙ୍କୁ ହେଲା ଯେକୌଣସି ଜିନିଷ ବି ଦିଆହେଲା ଯେମିତି ଉପରେ ମୁଁ ଦେଇଥିଲି କଣ ମୁଁ ଅଛି ମୁଁ ଅଛି କି କଣ ହବ ମୁଁ ଅଛି କି କଣ ହବ ଏମ୍ ଆଇ ହେଲା
ତ ମୋର ଅଛି ଆଇ ହ୍ୟାଭ୍, ମୋର ଅଛି କି ହ୍ୟାଭ୍ ଆଇ, ଭାଇ ହେଲା। ମୋର କାର ଅଛି କି ହ୍ୟାଭ୍ ଆଇ ଏ କାର। ଏଗୁଡାକ ମୁଁ କହିନି, ଆପଣ ମାନେ କରିବେ ନା। ମୁଁ ଏଫର୍ମେଟିଭ ଟା ଦେଇଦେଲି, ତାପରେ କଣ ନେଗେଟିଭ କରିବେ ଘରେ ବସିକି, ତାପରେ ଇଣ୍ଟରଗେଟ କରିବେ, ଡବଲ କରିବେ, ସେଟା ନିଜେ କରିବେ, ହେଲା। ହଁ ସାର୍ ହଉ, ଆଉ 4 ମିନିଟ ଅଛି, 3 ମିନିଟ ଅଛି, ସରିଯିବ କ୍ଲାସ ଅଟୋମେଟିକ। ଧ୍ୟାନ ଦେବେ, ବହୁତ ଇମ୍ପୋର୍ଟାଣ୍ଟ ଟପିକ, ବହୁତ ଇମ୍ପୋର୍ଟାଣ୍ଟ। ମାନେ ମୁଁ କହିଲି ମାନେ ଏଟାକୁ ମାନେ ଲାଇଟଲି ନେବେ ନାହିଁ କଥାଟା। ସ୍ପୋକେନ ଇଂଲିଶ ର ହଁ ସାର୍ 4ଟା ସରିଲା ମାନେ ସ୍ପୋକେନ ଇଂଲିଶ ର ପ୍ରାଇମେରୀ ଷ୍ଟେଜ ସରିଗଲା। ଯଦି ଆକୁ ପାଣି ପରି ପଢିଲେ ତାପରେ ଆଗକୁ ବହୁତ ଗୋଟେ ହାର୍ଡ ଚାପ୍ଟର ଆସିବ। କରିବୁ ସାର୍। ହଉ, ଠିକ ଅଛି, ମୁଁ ରହୁଛି ଏତିକିରେ। ପୁଣି ମିଶିବା କାଲିକି। କାଲିକି ଆଚ୍ଛା, ମୁଁ କାଲିକି କଣ ପଚାରିବି? ନ ପଚାରିଲେ ତ ହବନି। 2v2 ହବ। ହଁ, 2v2 ହେବାର ପ୍ରାକ୍ଟିସ, ଏଇଟା ମୁଁ ପ୍ରଶ୍ନ ପଚାରିବି, ହେଲା। ଆପଣ ଘରେ ଏସବୁ ପ୍ରାକ୍ଟିସ କରନ୍ତୁ। ମୁଁ ମନ ଇଚ୍ଛା ପଚାରିବି, ଯେମିତି ଆଇଏମ୍ ଟା ମୁଁ ପଢେଇଥିଲି, ଆଉ ମୁଁ ଅଛି କି ପଢେଇନି, ଏଗୁଡା ମୁଁ ଯାହା ନ ପଢେଇଛି ମୁଁ ସେଟା ପଚାରିବି। ସତରେ ହଁ ପ୍ରାକ୍ଟିସ ସାର୍ ନାହିଁ, ସେମିତି ଆର ବି ଯାହା ନ ପଢେଇଛି ସେ ସବୁ ପଚାରିବି, ହେଲା। ହଉ, ଗୁଡ୍ ନାଇଟ୍ ସାର୍। ଗୁଡ୍ ନାଇଟ୍। ଥ୍ୟାଙ୍କ ୟୁ ସାର୍। ସମସ୍ତଙ୍କର ପ୍ରାକ୍ଟିସ ଜାରି ରହୁ। ସମସ୍ତେ ଗୁଡ୍ ନାଇଟ୍, ଗୁଡ୍ ନାଇଟ୍। ସମସ୍ତେ ମଣିଷ ପରି ମଣିଷ ନମସ୍କାର ସାର୍। କିଛି ନାହିଁ, ପ୍ରାକ୍ଟିସ କଲେ ସବୁ ସମ୍ଭବ ହେଇଯିବ। କଣ କିଏ କଣ କରୁଛ କର, କିଏ କୁଆଡେ କାହା ସହିତ ସାଙ୍ଗ ହୁଅ, କିଏ କଣ ପିଅ ବୁଲ, କଣ କରୁଛ କର, ଗୋଟେ ଜିନିଷଟେ ରହୁ, ହେଲା। ଆମର ଗୋଟେ ଜିନିଷଟା ପ୍ରାକ୍ଟିସ ରହୁ। ହଉ, ରହୁଛି। ଗୁଡ୍ ନାଇଟ୍। ଗୁଡ୍ ନାଇଟ୍।